ୟୁକ୍ରେନ୍ ଉପରେ ରୁଷର ଜୋରଦାର ଆକ୍ରମଣ। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ଭୟଙ୍କର ହାଇପରସୋନିକ୍ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି ରୁଷ। ଏହି ଆକ୍ରମଣରେ ପ୍ରାୟ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ରୁଷ ଓରେସ୍ନିକ୍, କିଞ୍ଜାଲ ଓ ଜିର୍କନ୍ ଭଳି 90ଟି ଅତ୍ୟାଧୁନିକ ମିସାଇଲ୍ ଏବଂ ପ୍ରାୟ 600ଟି ଆତ୍ମଘାତୀ ଡ୍ରୋନ୍ ଆକ୍ରମଣ କରିଥିବା ୟୁକ୍ରେନ୍ ସେନା ପକ୍ଷରୁ କୁହାଯାଇଛି। ଚଳିତ ଯୁଦ୍ଧରେ ତୃତୀୟ ଥର ପାଇଁ ହାଇପରସୋନିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷ। ଏହି ଆକ୍ରମଣରେ କିଭ୍ରେ ଥିବା ଏକ 5 ମହଲା ଆବାସିକ ବିଲ୍ଡିଂ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସହରର ପ୍ରାୟ 40ଟି ସ୍ଥାନରେ ନିଆଁ ଲାଗିଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ ନିୟନ୍ତ୍ରଣରେ ଥିବା ଷ୍ଟାରୋବେଲ୍ସ ଅଞ୍ଚଳରେ ହୋଇଥିବା ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ନେବାକୁ ରୁଷ ଏହି ଆକ୍ରମଣ କରିଥିବା କୁହାଯାଇଛି। ଆକ୍ରମଣ ପୂର୍ବରୁ ଆମେରିକା ଦୂତାବାସ ପକ୍ଷରୁ ୟୁକ୍ରେନ୍ ନାଗରିକଙ୍କୁ ଆଲର୍ଟ ଜାରି କରାଯାଇଥିଲା। ଏହି ଘଟଣା ପରେ ପଡ଼ୋଶୀ ଦେଶ ପୋଲାଣ୍ଡ ମଧ୍ୟ ନିଜର ବାୟୁସେନାକୁ ସତର୍କ ଆଲର୍ଟରେ ରଖିଛି।